ପିଲାମାନେ ଶବ୍ଦ ପ୍ରଦୂଷଣ ନଏଜ୍ ପଲ୍ୟୁସନ୍ ସାଉଣ୍ଡ ପଲ୍ୟୁସନ୍ ବହୁତ ଇମ୍ପୋର୍ଟାଣ୍ଟ। ଆଜିକାଲି ଶବ୍ଦ ପ୍ରଦୂଷଣ ବହୁତ ହେଉଛି ଏବଂ ଏ ଶବ୍ଦ ପ୍ରଦୂଷଣ ଉପରେ ସଚେତନତା ଜାରି କରିବା ପାଇଁ ସରକାରଙ୍କର କୋସିସ୍ ଯେ ତୁମକୁ ଶବ୍ଦ ପ୍ରଦୂଷଣ ଉପରେ ସମସ୍ତେ ଜାଣିବା ଦରକାର, ତାର କାରଣ କ'ଣ, ତାର ପ୍ରଭାବ କ'ଣ, ତାକୁ ନିୟନ୍ତ୍ରଣ କେମିତି କରାଯିବ। ଆଉ ଶବ୍ଦ ପ୍ରଦୂଷଣ ଉପରେ ବହୁତ ଇମ୍ପୋର୍ଟାଣ୍ଟ ପ୍ରଶ୍ନ ତୁମର ଆସିବ, 2 ମାର୍କିଆ 3 ମାର୍କିଆ ଲଙ୍ଗ କ୍ୱେଶ୍ଚନ୍ ବି ଆସିବ। ତ ଶବ୍ଦ ପ୍ରଦୂଷଣ ଉପରେ ଆମେ ପଢ଼ିବା। ଦେଖ, ନ୍ୟୁଜ୍ ପେପର ଖବରକାଗଜର ସେ ଯେଉଁ ଲେଖାଟି ମୁଁ ଭୁଲି ପାରୁନାହିଁ ଯେ 65 ଇୟର୍ସ ବା 65 ବର୍ଷର ଜଣେ ବୃଦ୍ଧ ସେ ଡିଜେ ବାଜିବାରୁ ସେ ମୃତ୍ୟୁବରଣ କଲେ, ତାଙ୍କର ହାର୍ଟ ଆଟାକ୍ ଆସିଲା। ତେଣୁ ଶବ୍ଦ ପ୍ରଦୂଷଣକୁ ଆମେ ଦେଖିବାର ଅଛି। ଶବ୍ଦ ଯେଉଁଟାକି ମାନେ କୁହାଯାଏ ଯେ ବ୍ରହ୍ମାଣ୍ଡରେ ଶବ୍ଦମୟ, କିନ୍ତୁ ସେ ଶବ୍ଦକୁ ଯଦି ନିୟନ୍ତ୍ରଣରେ ରଖିବା ତାହେଲେ ଯାଇକି ଶବ୍ଦ ଆମକୁ ହେଲ୍ପ କରିପାରିବ। ନହେଲେ ଯଦି ଶବ୍ଦର ତରଙ୍ଗ ସେ ଶବ୍ଦର ତରଙ୍ଗ ସବୁକୁ ଛୁଇଁଯାଏ, କିନ୍ତୁ କାନରେ ଯଦି ଅତ୍ୟାଧିକ ଶବ୍ଦ ତରଙ୍ଗ ପଡ଼ିବ ତାହେଲେ ଛେଦ ହୋଇଯିବ ଏବଂ ଆମକୁ ମାନେ ମୃତ୍ୟୁ ହିଁ କବଳିତ କରିବ। ଦେଖ ପିଲାମାନେ, ଏଇଠି ମଣିଷ ଏବଂ ପରିବେଶ ସବୁ ଶବ୍ଦ ପ୍ରଦୂଷଣରେ ହତାହତ ହେଉଛନ୍ତି ଆଜିକାଲି। ଏବଂ ଅତ୍ୟାଧିକ ଅବାଞ୍ଛିତ ଶବ୍ଦ ତରଙ୍ଗ ଯାହା ମଣିଷ ପରିବେଶ ଉପରେ ପ୍ରଭାବ ପକାଇଥାଏ ତାକୁ ଶବ୍ଦ ପ୍ରଦୂଷଣ ବୋଲି କୁହାଯାଉଛି। ଏଇଟା ଗୋଟେ ଡେଫିନେସନ୍। ଏବଂ କେବଳ କଳକାରଖାନା ନୁହେଁ, ଗାଡ଼ି ମଟର, ରେଳ, ବିମାନ ପଥ, ବଜାରର କୋଳାହଳ, ବାହ୍ୟ ନିର୍ମାଣ କାର୍ଯ୍ୟ ଏବଂ ମାନେ କୌଣସି ପର୍ବପର୍ବାଣୀରେ ଡିଜେ ବଜାଉଛନ୍ତି ତ ଶବ୍ଦର ତୀବ୍ରତା ବୃଦ୍ଧି ହେଉଛି। ତେଣୁ ଏ ଯେଉଁ ଶବ୍ଦର ତୀବ୍ରତାକୁ ବା ଲାଉଡନେସ୍କୁ ଡେସିବଲ ବୋଲି କୁହାଯାଏ। ଡେସିବଲ ନାମକ ଏକକରେ ମପା ଯାଇଥାଏ। 80 ଡେସିବଲରୁ କମ୍ ତୀବ୍ରତାର ଧ୍ୱନି ସାଧାରଣତଃ ମଣିଷର କିଛି କ୍ଷତି ପହଞ୍ଚାଇ ନଥାଏ, କିନ୍ତୁ 80 ଡେସିବଲରୁ ଅଧିକ ତୀବ୍ରତା ଧ୍ୱନିକୁ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ଏବଂ ହାର୍ଟ ଆଟାକ୍ ମଧ୍ୟ ଆସିଯାଉଛି। ତେଣୁ ଧ୍ୱନିର ଉତ୍ସ କେଉଁଠି ନା ଶ୍ୱାସକ୍ରିୟା, ବ୍ରିଦିଂ। ତେଣୁ ପ୍ରାୟତଃ ଶବ୍ଦର ତୀବ୍ରତା ବା ଡେସିବଲ ହେଉଛି 10। ବେତାର ପ୍ରସାରଣ ଯେମିତିକି ରେଡ଼ିଓ ବ୍ରଡକାଷ୍ଟିଂ 20, ଫୁସ୍ଫୁସ୍ ହୋଇ କଥା ହେବା ମାନେ 20ରୁ 30, ଲାଇବ୍ରେରୀରେ 40, ରେଫ୍ରିଜରେଟରର ସାଉଣ୍ଡ 50, ସାଧାରଣ କଥାବାର୍ତ୍ତା 60 ଆମେ ଦେଖିପାରୁଛୁ। ତ 80ରୁ ଅଧିକ। ଦେଖ, କାର୍ କେତେ ପ୍ରଦୂଷଣ କରୁଛି ଦେଖ, 70ରୁ 80। ଟ୍ରକ୍ ଆଲାର୍ମ ଘଣ୍ଟା 80, ହେୟାର ଡ୍ରାୟର ଜନବହୁଳ ସହରର ଟ୍ରାଫିକ୍ 80ରୁ 90, ହ୍ୟାଣ୍ଡ ଡ୍ରିଲ୍ ମେସିନ୍, ରକ୍ ମ୍ୟୁଜିକ୍ 100, ଏରୋପ୍ଲେନ୍ 110ରୁ 120, ପୋଲିସ ଆମ୍ବୁଲାନ୍ସ ସାଇରନ୍ ଯେଉଁଟା 120, ଜେଟ୍ ଇଞ୍ଜିନ୍ 140। ତେଣୁ ଆମେ ଦେଖିଲୁ କିଏ କେତେ ଡେସିବଲ ଧ୍ୱନି ଉତ୍ପନ୍ନ କରୁଛନ୍ତି। ତାପରେ ଦେଖିବା ଶବ୍ଦ ପ୍ରଦୂଷଣ କାରଣ କ'ଣ। ପ୍ରଥମ ହେଉଛି ଶିଳ୍ପାୟନ, ଯେଉଁ କଳକାରଖାନା ଅଛି। କଳକାରଖାନାରେ ଯେଉଁ ମେସିନ୍ ଗୁଡ଼ିକ ଅଛି, ସେ ମେସିନ୍ ଗୁଡ଼ିକର ଯେଉଁ ତୀବ୍ରତା ଧ୍ୱନି, ସେ ଧ୍ୱନି ମାନେ ଶବ୍ଦ ପ୍ରଦୂଷଣ କରୁଛି। ଯେମିତିକି ଗ୍ରାଇଣ୍ଡିଂ ମିଲ୍, ଜେନେରେଟର, ନିଷ୍କାସିତ ପଙ୍ଖା। ସାମାଜିକ କାର୍ଯ୍ୟକ୍ରମ ଯଥା ବିବାହ, ବ୍ରତ, ପୂଜା ପର୍ବଣ, ସଭା ସମିତି, ଏସବୁ କାର୍ଯ୍ୟରେ ଲାଉଡ ସ୍ପିକର ଯେଉଁ ବାଜୁଛି, ଡିଜେ ବାଜୁଛି, ତାର ତୀବ୍ରତାର ଧ୍ୱନି ସୃଷ୍ଟି ହେଉଛି। 3ରେ ପରିବହନ, ବହୁ ସଂଖ୍ୟକ ଯାନବାହନ, ବିମାନ, ଟ୍ରେନ୍ ଯେଉଁ ଚଳାଚଳ କରୁଛି ତାର ମଧ୍ୟ ଶବ୍ଦ ବହୁତ ଅପ୍ରୀତିକର। ନିର୍ମାଣ କାର୍ଯ୍ୟ, କୋଠାଗାର ହେଉ, ପକ୍କା ପୋଲ ହେଉ, ରେଳ ଷ୍ଟେସନ ହେଉ, ଓଭରବ୍ରିଜ୍ ହେଉ, ରାସ୍ତାଘାଟ ହେଉ, ଯେଉଁ ନିର୍ମାଣ କାର୍ଯ୍ୟ କରାଯାଉଛି ସେଥିରେ ଯେଉଁ ଯନ୍ତ୍ରପାତି ସବୁ ବ୍ୟବହାର କରାଯାଉଛି, ଜୋରରେ ଧ୍ୱନି ଉତ୍ପନ୍ନ ହେଉଛି, ତାହା ମଧ୍ୟ ପ୍ରଦୂଷଣ କରୁଛି। ତାର ଦେଖିବା ଶବ୍ଦ ପ୍ରଦୂଷଣ ପ୍ରଭାବ କ'ଣ। ପିଲାମାନେ, ପ୍ରଭାବ ବହୁତ। ଦେଖ, ପ୍ରଥମେ ତ କ'ଣ ନା କାନ କାଲା ହେବାର ବହୁତ ସମ୍ଭାବନା ଅଛି, ବଧିର ହେବାର ସମ୍ଭାବନା। ମଣିଷର କର୍ଣ୍ଣ ନିର୍ଦ୍ଦିଷ୍ଟ ତୀବ୍ରତା ପର୍ଯ୍ୟନ୍ତ ଧ୍ୱନିକୁ ସହିପାରେ। ଅଧିକ ତୀବ୍ରତା ବିଶିଷ୍ଟ ଧ୍ୱନି ବାରମ୍ବାର କାନ ମଧ୍ୟକୁ ପ୍ରବେଶ କରିବା ଦ୍ୱାରା ଶ୍ରବଣ ଶକ୍ତି ହରାଇବାର ସମ୍ଭାବନା ଥାଏ। ପିଲାମାନେ, ଯେଉଁମାନେ ଡିଜେ ପାଖକୁ ଯାଉଛନ୍ତି, ଡିଜେ ସାମ୍ନାରେ ନାଚୁଛନ୍ତି କୌଣସି ପର୍ବପର୍ବାଣୀ, ବାହାଘର, ବ୍ରତଘରରେ, ଯେତେବେଳେ ନାଚୁଛନ୍ତି ସେତେବେଳେ ତୁମକୁ କ'ଣ ଫିଲ୍ ହେଉଛି? କିଛି ସମୟ ନାଚିଲା ପରେ ତାପରେ ଯେତେବେଳେ ସାଧାରଣ ସ୍ତରକୁ ଆସୁଛନ୍ତି ବା ସାଧାରଣ ସ୍ଥାନକୁ ଆସୁଛନ୍ତି ଯେଉଁଠି ଡିଜେ ବାଜୁନି, କାନଟି କାଲା ହେଇଯାଉଛି, ମାନେ କାନଟି ବଧିର ହେଇଯାଉଛି। ଏମିତି ବାରମ୍ବାର କରିବା ଦ୍ୱାରା କାନଟି କାଲା ହୋଇଯାଏ। ମାନସିକ ସ୍ୱାସ୍ଥ୍ୟ, ତେଣୁ ଡିଜେରୁ ବହୁତ ଦୂରେଇ ରହିବ।
ମାନସିକ ସ୍ୱାସ୍ଥ୍ୟ ବାରମ୍ବାର ଅତ୍ୟାଧିକ ତୀବ୍ରତା ବିଶିଷ୍ଟ ଶବ୍ଦ ଶୁଣିବା ଦ୍ୱାରା ମଣିଷର ବ୍ୟବହାରରେ ପରିବର୍ତ୍ତନ ଦେଖାଯାଏ। ମାନସିକ ସ୍ୱାସ୍ଥ୍ୟରେ ହାନି ଦେଖାଯାଏ। ମୁଣ୍ଡ ବିନ୍ଧା ହୁଏ, ଉଚ୍ଚ ରକ୍ତଚାପ ହୁଏ, ନିଦ୍ରାରେ ବ୍ୟାଘାତ ହୁଏ ଏବଂ ବିଭିନ୍ନ ମାନସିକ ଶାରୀରିକ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ। ମାନସିକ ସ୍ୱାସ୍ଥ୍ୟ ଶୈଶବରେ ବିକାଶ ପ୍ରଭାବିତ ହୁଏ। ଶୈଶବ ଶିଶୁମାନଙ୍କୁ ବହୁତ ଆକ୍ରାନ୍ତ କରାଏ। ଏହି ଶବ୍ଦ ଶିଶୁମାନେ ଶବ୍ଦ ପ୍ରଦୂଷଣ ପ୍ରତି ଅଧିକ ସମ୍ବେଦନଶୀଳ। ଉଚ୍ଚ ତୀବ୍ରତାର ଶବ୍ଦ ଶିଶୁର ଶ୍ରବଣ ଶକ୍ତି, ମାନସିକ ଶାରୀରିକ ବିକାଶକୁ ପ୍ରଭାବିତ କରିଥାଏ। ତାପରେ ନିଦ୍ରା ଜନିତ ସମସ୍ୟା, ବିଶେଷ କରି ଯେଉଁ ବୃଦ୍ଧମାନେ କିମ୍ବା ଶିଶୁମାନେ ଯେଉଁ ନିଦ୍ରା ଯାଆନ୍ତି ଏବଂ ତାଙ୍କ ନିଦ୍ରା ବହୁତ ଦରକାର, ତେଣୁ ନିଦ୍ରାରେ ବ୍ୟାଘାତ ହୁଏ। ଉଚ୍ଚ ସ୍ୱରରେ ଜୀବର ଶରୀରରେ ଉତ୍ତେଜନା ସୃଷ୍ଟି କରିଥାଏ। ଏ ଯେଉଁ ତୀବ୍ରତା ଶବ୍ଦ ଏବଂ ଡିଜେ ବାଜିବା କିମ୍ବା କୌଣସି ବି ଶବ୍ଦ ହେବା, ଏହା ମନକୁ ଅଶାନ୍ତ ରଖି ନିଦ୍ରାରେ ବ୍ୟାଘାତ ସୃଷ୍ଟି କରିଥାଏ। ନିଦ୍ରା ବ୍ୟାଘାତ ହେଲେ ବିଭିନ୍ନ ପ୍ରକାର ରୋଗ ହୋଇଥାଏ। ହୃଦରୋଗ, ବହୁତ ହାର୍ଟ ଆଟାକ୍ କଥା କହୁଥିଲି। ଉଚ୍ଚ ତୀବ୍ରତା ଶବ୍ଦ ରକ୍ତଚାପ ବା ବ୍ଲଡ଼ ପ୍ରେସରକୁ ବଢ଼ାଇ ଦିଏ। ହୃଦୟ ସ୍ପନ୍ଦନ, ହାର୍ଟବିଟ୍ ମଧ୍ୟ ବଢ଼ାଇଥାଏ। ଏହା ହୃଦଘାତ ବା ହାର୍ଟ ଆଟାକ୍ ହେବାର ସମ୍ଭାବନା ବଢ଼ିଥାଏ, ଯେଉଁଟାକି ନ୍ୟୁଜ୍ ପେପର ଖବରକାଗଜର କଥା ମୁଁ କହୁଥିଲି। ତାପରେ ବନ୍ୟଜନ୍ତୁ ଉପରେ ପ୍ରଭାବ। ବନ୍ୟଜନ୍ତୁ ମଧ୍ୟ ଏତେ ଜୋରରେ ଯେଉଁ ତୀବ୍ରତାର ଶବ୍ଦକୁ କେବେ ବି ଇଚ୍ଛା କରନ୍ତି ନାହିଁ, ତେଣୁ ବନ୍ୟଜନ୍ତୁମାନେ ସବୁ ଜଙ୍ଗଲ ଭିତରକୁ ପଳାଇଥାନ୍ତି। ଜୀବଜନ୍ତୁମାନେ ତାଙ୍କର ଭାବନା ଯେଉଁ ସୃଷ୍ଟି ହେଉଥାଏ, ତା ଭାବନା ଉପରେ ପ୍ରେସର ପଡ଼ିଥାଏ। ଆଉ ଯଥା ପୁରୁଷ ବେଙ୍ଗ କ୍ରୋକିଂ ଶବ୍ଦ, ପୁରୁଷ ବେଙ୍ଗ ଯେଉଁ କ୍ରୋକିଂ କରେ ବା ଗର୍ଜନ କରେ, ସେ ଶବ୍ଦ ସୃଷ୍ଟି କରି ମହିଳା ବେଙ୍ଗକୁ ସମ୍ଭୋଗ ପାଇଁ ନିମନ୍ତ୍ରଣ କରିଥାଏ। ବାଦୁଡ଼ିମାନେ ଶବ୍ଦ ସୃଷ୍ଟି କରି ଇକୋ ଲୋକେସନ ପ୍ରକ୍ରିୟାରେ ସେମାନଙ୍କର ରାସ୍ତା ନିର୍ଦ୍ଧାରଣ କରିଥାନ୍ତି। ଶବ୍ଦ ପ୍ରଦୂଷଣ ଦ୍ୱାରା ବିଭିନ୍ନ ଶବ୍ଦ ସୃଷ୍ଟି ହେଉଥିବାରୁ ସେମାନେ ଦ୍ୱନ୍ଦ୍ୱରେ ପଡ଼ିଯାଇଥାନ୍ତି। ଖଣିଜ ପଦାର୍ଥ ଉତ୍ତୋଳନ। ଖଣିଜ ପଦାର୍ଥ ଉତ୍ତୋଳନ କାର୍ଯ୍ୟରେ ମଧ୍ୟ ବିଭିନ୍ନ ପ୍ରକାର ମେସିନ୍ ଗୁଡ଼ିକ ଖୁବ୍ ଜୋରରେ ଶବ୍ଦ ସୃଷ୍ଟି ହୁଏ। ଏହି କାର୍ଯ୍ୟରେ ବିସ୍ଫୋରକ ବ୍ୟବହାର କରି ପାହାଡ଼ର ବଡ଼ ବଡ଼ ଅଂଶକୁ ଭାଙ୍ଗି ଛୋଟ ଛୋଟ ପଥରରେ ପରିଣତ କରାଯାଏ, ଯାହାଫଳରେ କି ଖଣିଜ ପଦାର୍ଥ ଉତ୍ତୋଳନରେ ମଧ୍ୟ ବହୁତ ଶବ୍ଦ ହୁଏ ଏବଂ ସ୍ଥାନୀୟ ଲୋକମାନଙ୍କୁ ଏବଂ ସ୍ଥାନୀୟ ଜୀବଜନ୍ତୁଙ୍କୁ ମଧ୍ୟ ବହୁତ କଷ୍ଟ ଦିଆଯାଏ। ଗୃହ କାର୍ଯ୍ୟ, ଘରେ ବ୍ୟବହାର କରାଯାଉଥିବା ଟିଭି, ମୋବାଇଲ, ଗ୍ରାଇଣ୍ଡର, ପ୍ରେସର କୁକର, ଭ୍ୟାକ୍ୟୁମ୍ କ୍ଲିନର, ୱାସିଂ ମେସିନ୍, ଏସବୁରୁ ଉତ୍ପନ୍ନ ଧ୍ୱନି ମଧ୍ୟ ଶବ୍ଦ ପ୍ରଦୂଷଣ କରେ। ଜନସଂଖ୍ୟା ଯେତେ ବୃଦ୍ଧି ହେବ, ଧ୍ୱନି ପ୍ରଦୂଷଣ ସେତେ ଅଧିକ ହେବ। ଜନସଂଖ୍ୟା ବୃଦ୍ଧି ସବୁ ପ୍ରଦୂଷଣ ପାଇଁ ଦାୟୀ ଏବଂ ଜନସଂଖ୍ୟା ବୃଦ୍ଧି ଯୋଗୁଁ ମୌଳିକ ଆବଶ୍ୟକତା ପାଇଁ ଲୋକମାନଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା, କୋଳାହଳ ଏବଂ ଜନସଂଖ୍ୟା ବୃଦ୍ଧି ଦରୁ ବହୁତ ଯନ୍ତ୍ର ମଧ୍ୟ ବ୍ୟବହାର ହେଉଛି, ତେଣୁ ପ୍ରଦୂଷଣ ମଧ୍ୟ ବୃଦ୍ଧି ପାଇ ଚାଲିଛି। ୟୁନାଇଟେଡ୍ ନେସନ୍ ଅର୍ଗାନାଇଜେସନ୍, ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମର ବାର୍ଷିକ ରିପୋର୍ଟ 2022 ଅନୁଯାୟୀ ବିଶ୍ୱରେ ସବୁଠାରୁ ଅଧିକ ଶବ୍ଦ ପ୍ରଦୂଷଣ 15ଟି ସହର ମଧ୍ୟରେ ଭାରତର 3ଟି ସହର ସ୍ଥାନିତ ହୋଇଛି। 3ଟି ସହର, ସେ 15ଟି ସହର ଭିତରେ ଅଛି। ଗୋଟେ ହେଉଛି ମୋରାଦାବାଦ 114 ଡେସିମିଲ୍, କଲିକତା 89 ଡେସିମିଲ୍, ଆସାନସୋଲ 89 ଡେସିମିଲ୍। ଆଉ ଏହି ତାଲିକାରେ ବାଂଲାଦେଶର ଢାକା ସହର 119 ଡେସିମିଲ୍ ପ୍ରଥମ ସ୍ଥାନରେ ଥିଲାବେଳେ ଉତ୍ତରପ୍ରଦେଶର ମୋରାଦାବାଦ 114 ଡେସିମିଲ୍ ଦ୍ୱିତୀୟ ଏବଂ ପାକିସ୍ତାନର ଇସଲାମାବାଦ ତୃତୀୟ ସ୍ଥାନରେ ରହିଛି। ତେଣୁ ବହୁତ ଖତରନାକ, ନାଇଁ କି? ତେଣୁ ଏଇଠି ଦେଖିବା ଶବ୍ଦ ପ୍ରଦୂଷଣର ଗୋଟେ ନକ୍ସା ତୁମେ କରିପାରିବ। ଯେଉଁ ଟ୍ରେନ୍ ଚଳାଚଳ ହେଉ, ଶିଳ୍ପ ହେଉ, ଟ୍ରାଫିକ୍ ହେଉ, ନିର୍ମାଣ କାର୍ଯ୍ୟ ହେଉ, ବିମାନ ଚଳାଚଳ ହେଉ, ସାଂସ୍କୃତିକ ସାମାଜିକ କାର୍ଯ୍ୟକ୍ରମ ହେଉ, ସେଥିରେ ଶବ୍ଦ ପ୍ରଦୂଷଣ ହେଉଛି। କେମିତି ଜୀବଜନ୍ତୁ ଏଫେକ୍ଟେଡ୍ ହେଉଛନ୍ତି, ବାଧାପ୍ରାପ୍ତ ହେଉଛନ୍ତି, ଶ୍ରବଣ ଶକ୍ତି ବାଧାପ୍ରାପ୍ତ ହେଉଛି, ହ୍ରାସ ହେଉଛି ଏବଂ କେମିତି ମାନେ ନିଦ୍ରାହୀନତା ହେଉଛି, ଶିଶୁମାନଙ୍କର ବିକାଶରେ ବାଧାପ୍ରାପ୍ତ ହେଉଛି ଏବଂ ଉଚ୍ଚ ରକ୍ତଚାପ ହେଉଛି, ହୃଦରୋଗ ହେଉଛି ଏବଂ ବିଭିନ୍ନ ପ୍ରକାର ମାନସିକ ଚାପ ପଡ଼ୁଛି। ତ ଶବ୍ଦ ପ୍ରଦୂଷଣର କାରଣର ପ୍ରଭାବ ଆମେ ବୁଝିଲେ। ବର୍ତ୍ତମାନ ଦେଖିବା ଗୋଟିଏ ବହୁତ ସୁନ୍ଦର ଯେଉଁ ଗୀତ ପ୍ରାର୍ଥନାଟି ଅଛି ବର୍ଣ୍ଣବୋଧରେ, କି ସୁନ୍ଦର ଆହା କି ଆନନ୍ଦମୟ ଅଟେ ମୋ ପୃଥିବୀ ଗ୍ରହ, ଶବ୍ଦ ମାଧ୍ୟମରେ ଜୀବ ମଧ୍ୟେ ହୁଏ ଭାବ ବିନିମୟ। ମଣିଷର କାର୍ଯ୍ୟ ପରିବେଶଟାକୁ କରେ କୋଳାହଳପୂର୍ଣ୍ଣ। ନାୟକଟା ଆଜି ଖଳନାୟକର ଭୂମିକାରେ ଅବତୀର୍ଣ୍ଣ। କେତେ ସୁନ୍ଦର କବିତା ଲେଖିଛନ୍ତି ଲେଖକ। କଳକାରଖାନା, ଗାଡ଼ି ମଟରରୁ ଉତ୍ପନ୍ନ କର୍କଶ ଶବ୍ଦ
ପରିବେଶଟାକୁ କଲାଣି ଅଶାନ୍ତ, ପ୍ରକୃତି ହେଲାଣି କ୍ଷୁବ୍ଧ। ଟିଭି, ଗ୍ରାଇଣ୍ଡର, ଲାଉଡ୍ ସ୍ପିକର ଗର୍ଜନ ପାଖରେ ଆଜି ଜୀବଜନ୍ତୁଙ୍କର ଭାବନାର ଶବ୍ଦ ଗଲାଣି ସତରେ ହଜି ହଜି। ମଣିଷ ବି ନିଜେ ବାଦ ପଡ଼ିନାହିଁ, ବଦଳିଛି ତାର ସ୍ୱଭାବ। ପ୍ରତିକ୍ରିୟାଶୀଳ ହୋଇ ସେ ପଡ଼ିଛି ସମନ୍ୱୟର ଅଭାବ। ଶବ୍ଦ ପ୍ରଦୂଷଣ ହ୍ରାସ କରିବାକୁ ନେବା ସମସ୍ତେ ଶପଥ, ସବୁରି ମଙ୍ଗଳ ପାଇଁ ଏ ପ୍ରତିଜ୍ଞା, ହସିବ ଜୀବଜଗତ। କେତେ ସୁନ୍ଦର ଲେଖକ ଲେଖିଛନ୍ତି ଏ ବହିରେ। ତେଣୁ ଶବ୍ଦ ପ୍ରଦୂଷଣ ପ୍ରତିକାର ଦେଖିବା କ'ଣ କରିହେବ, କ'ଣ କରିହେଲେ ଆମେ ଶବ୍ଦ ପ୍ରଦୂଷଣକୁ ରୋକିପାରିବା। ତେଣୁ କୋଳାହଳପୂର୍ଣ୍ଣ ସ୍ଥାନଠାରୁ ଟିକେ ଦୂରେଇ ରହିବା। ଆବାସିକ କ୍ଷେତ୍ରଗୁଡ଼ିକର ଶିଳ୍ପ, ବିମାନ ବନ୍ଦର, ରେଳ ଷ୍ଟେସନ, ବସ୍ଷ୍ଟାଣ୍ଡ ଠାରୁ ଟିକେ ଦୂରେଇ ରହିବା। ଗଛ ଲଗାଇବା। ବୃକ୍ଷଗୁଡ଼ିକ ଧ୍ୱନି ତରଙ୍ଗକୁ ଶୋଷଣ କରିଥାନ୍ତି, ତ ଶବ୍ଦ ପ୍ରଦୂଷଣକୁ ହ୍ରାସ କରିଥାନ୍ତି ବୃକ୍ଷଗୁଡ଼ିକ। ତେଣୁ ଶିଳ୍ପାଞ୍ଚଳରେ, ରାଜପଥରେ, କଡ଼ରେ ଶବ୍ଦକୁ ଶୋଷଣ କରିବା ପାଇଁ ଅଶୋକ ଗଛ, ନିମ୍ବ ଗଛ ଇତ୍ୟାଦି ଲଗାଇବା। ସବୁଜ ମଫଲର କୁହାଯାଏ ତାକୁ, ଗ୍ରୀନ୍ ମଫଲର। ଧ୍ୱନିର ତୀବ୍ରତା ନିୟନ୍ତ୍ରଣ କରିବା। ସ୍ଥାନୀୟ ପ୍ରଶାସନ ଲାଉଡ୍ ସ୍ପିକର ବ୍ୟବହାର କରାଯାଉଥିବାର ସାମାଜିକ କାର୍ଯ୍ୟକ୍ରମରେ ଧ୍ୱନିର ତୀବ୍ରତା ଯାଞ୍ଚ କରି ନିୟମ ଉଲ୍ଲଙ୍ଘନ କରିଥିବା ବ୍ୟକ୍ତି ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ଦରକାର। ଏବଂ ଲୟର ପ୍ଲଗ ବ୍ୟବହାର କରିବା ଦରକାର। ଏହି ଯନ୍ତ୍ର କାନ ମଧ୍ୟକୁ ପଶୁଥିବା ଉଚ୍ଚ ଧ୍ୱନି ତରଙ୍ଗର ତୀବ୍ରତାକୁ ହ୍ରାସ କରି ଉପଯୁକ୍ତ ସ୍ତର ଆଣିଥାଏ, ଯାହା କାନକୁ କ୍ଷତି ପହଞ୍ଚାଇବାରୁ ରକ୍ଷା କରିଥାଏ। ଆଉ ଇୟରଫୋନ୍ ଠାରୁ ଦୂରେଇ ରହିବା। ଏହା କାନ ମଧ୍ୟକୁ ପ୍ରବେଶ କରୁଥିବା ଧ୍ୱନି ତରଙ୍ଗର ତୀବ୍ରତାକୁ ବଢ଼ାଇଥାଏ। ଇୟରଫୋନ୍ ପ୍ରାୟ ସମସ୍ତେ ଲଗାଉଛନ୍ତି ଇୟରଫୋନ୍, ପିଲାମାନେ ଇୟରଫୋନ୍ ଠାରୁ ଟିକେ ଦୂରେଇ ରହିବେ। ତେଣୁ କର୍ଣ୍ଣ ଓ ମସ୍ତିଷ୍କ ପାଇଁ କ୍ଷତିକାରକ ଅଟେ, ଏହା ବ୍ୟବହାର ନ କରିବା ଭଲ। ଯଦି ଆବଶ୍ୟକ ପଡ଼ୁଥାଏ ତାହେଲେ ଏଥିରେ ଧ୍ୱନିର ତୀବ୍ରତା କମ୍ କରିବା ଉଚିତ। ଇୟରଫୋନ୍ ଗଲା। ତାପରେ ଦେଖିବା ଆତ୍ମନିୟନ୍ତ୍ରଣ, ନିଜକୁ ନିୟନ୍ତ୍ରଣ। ବାହାରୁ ଉଚ୍ଚ ଶବ୍ଦ ଆସୁଥିଲେ କବାଟ ବନ୍ଦ କରିବା ଆବଶ୍ୟକ। ଘରେ କିମ୍ବା ବାହାରେ କଥା ହେଲା ବେଳେ ଉଚ୍ଚ ସ୍ୱରରେ କଥା ହେବା ଅନୁଚିତ। ଧୀରେ ଧୀରେ କଥା ହେବା। ଘରେ ବ୍ୟବହାର କରୁଥିବା ଟେଲିଭିଜନ, ରେଡ଼ିଓ ଇତ୍ୟାଦି ଧ୍ୱନିର ତୀବ୍ରତା କମ୍ କରିବା। ଧର୍ମସ୍ଥଳୀ କିମ୍ବା ସ୍କୁଲ, କଲେଜ, ଡାକ୍ତରଖାନା, ଆବାସିକ କ୍ଷେତ୍ରରେ ଡାକବାଜି ଯନ୍ତ୍ର ନିଷିଦ୍ଧ ହେବା ଉଚିତ। ଉତ୍ତମ ରକ୍ଷଣାବେକ୍ଷଣ କରିବା। ପୁରୁଣା ମେସିନ୍ ଗୁଡ଼ିକରୁ ଉଚ୍ଚ ଶବ୍ଦ ସୃଷ୍ଟି ହୋଇଥାଏ, ତେଣୁ ଯନ୍ତ୍ରପାତି ଗୁଡ଼ିକର ଉତ୍ତମ ରକ୍ଷଣାବେକ୍ଷଣ କରିବା। ଲୁବ୍ରିକା ବ୍ୟବହାର କରିବା ଦ୍ୱାରା ଶବ୍ଦ ପ୍ରଦୂଷଣ ହ୍ରାସ ପାଇଥାଏ। ପିଲାମାନେ, ଏଇଠି ଆମେ ଜାଣିଲେ ଯେ ଶବ୍ଦ ପ୍ରଦୂଷଣ କେମିତି ହେଉଛି, ତାର କାରଣ ଗୁଡ଼ିକ କ'ଣ ଏବଂ ତାର ପ୍ରଭାବ କ'ଣ ଏବଂ ତାକୁ କେମିତି ନିୟନ୍ତ୍ରଣ କରିବା। ଏହି 3ଟି ପ୍ରଶ୍ନ ଭିତରୁ ତୁମକୁ ଆସିବ। ତେଣୁ ଏ ପ୍ରଶ୍ନ ଗୁଡ଼ିକ କରିଦିଅ, ସବୁ ସାଙ୍ଗମାନଙ୍କୁ ସେୟାର କର, କାହିଁକିନା ପରୀକ୍ଷା ବହୁତ କମ୍ ଦିନ। ଠିକ୍ ଅଛି, ଥ୍ୟାଙ୍କ ୟୁ ଭେରି ମଚ୍। ରହିଲି। ବନ୍ଦେ ଉତ୍କଳ ଜନନୀ।